ଆମେ ଗତକାଲି ରାସ୍ତାଟି ପୁରା ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରିଥିଲୁ ଏବଂ ସକ୍ସେସ୍ ହେଇଥିଲୁ। କାଲି ଜିଏସବି ମେଟେରିଆଲ ପଡିକି ଆମେ ପାଖଲା ରାସ୍ତା ବର୍ତ୍ତମାନ ଫିଟେଇ ଦେଇଛୁ ଏବଂ ଆମ ଡମ୍ଫର ଗାଡି ଟ୍ରକ୍ ଯୋଉଟା ସେଇଟା ଆମେ ଟ୍ରାଏଲ ବେସିସରେ ବି ଛାଡିଥିଲୁ, ଗାଡି ଯାଇଥିଲା। ଆଜି ଆମର ଜେଡିଏନ୍ ୱାଲ୍ କାମ ଚାଲିଛି ଏବଂ ଜେଡିଏନ୍ ୱାଲ୍ ପରେ ଆମେ ଯୋଉ ଦେଖୁଥିବେ ଆପଣ ପିଭିସି ପାଇପ୍ ପଡିଛି, ପାଇପ୍ ବାଟେ ଆମେ ପାଣିଟାକୁ ଡ୍ରେନ୍ କରୁଛୁ ଏବଂ ଜିଏସବି ଯୋଉ ମେଟେରିଆଲ ପଡିଥିଲା ସେ ଜିଏସବି ମେଟେରିଆଲ ଉପରେ ଆଜି ଆମର କଂକ୍ରିଟ କାମ ହବ। ତ କଂକ୍ରିଟ କାମ ହେଲା ପରେ କଂକ୍ରିଟ ସେଟ୍ ହେବା ପାଇଁ ଆମକୁ 4-5 ଦିନ ଖଣ୍ଡେ ସମୟ ଲାଗିବ, ତାପରେ ଆମେ ପୁରା ଗାଡି ଛାଡିବୁ। ଆଜ୍ଞା, ପୁରା ରାସ୍ତା ଆରାମସେ ଗୋଟେ ଗାଡି ହିଁ ଛାଡିବୁ। ଆପଣ କହିଲେ ଆମର ଏତେ ଦେଖନ୍ତୁ ଯେହେତୁ ଏଇଟା ଡ୍ୟାମେଜ ହେଇଛି ଏବଂ ଗୋଟେ ମାନେ ଭଲରେବଲ ପଏଣ୍ଟ ଅଛି, ସେଥିପାଇଁ ଆମେ ଗାଡି ଯେତେବେଳେ ଥ୍ରୁଆଉଟ ଛାଡିବୁ ଆମେ ଡେଲି ଟୁ ଡେଲି ଆମେ ତାକୁ ଜଣେ ଇଞ୍ଜିନିୟର ଏଠି ରହିବେ, ସେ ଇନ୍ସପେକ୍ସନ କରିବେ ଡେ ଟୁ ଡେ ବେସିସରେ କୋଉ ଜାଗାରେ କଣ ଡିଫେକ୍ଟ ହଉଛି, କଣ କୋଉଠି କ୍ରାକ୍ ଆସୁଛି, କଣ କି କୋଉଠି ପଥର ଖସୁଛି, ସେ ଆମକୁ ଡେଲି ଟୁ ଡେଲି ରିପୋର୍ଟ କରିକି ଜଣେଇଲେ ପୁଣି ଆମେ ଯଦି କିଛି ପୁଣି ରେକ୍ଟିଫିକେସନ ଆମେ କରିବୁ। ହଁ, ଉପରେ ଯୋଉ ପଥର ଗୁଡା ଅଛି ସେଇଟା ତ ଆମେ ଖସେଇବାକୁ ମେସିନରେ ଖସିବାକୁ ଚେଷ୍ଟା କରୁଥିଲୁ କିନ୍ତୁ ସେ ଖସିଲା ନାହିଁ। ଆଜି ଆଉ ଗୋଟେ ବ୍ଲାଷ୍ଟିଂ ଟିମକୁ ଆମେ ଡକେଇଛୁ, ସେ ଆସିଲା ପରେ ସେ ଦେଖିକି କହିବେ କେମିତି କଣ ଖସେଇବା ପାଇଁ ଚେଷ୍ଟା କରିବେ। ଧନ୍ୟବାଦ। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।